ଆଜିର ବିଷୟଟି ହେଉଛି ଜଗନ୍ନାଥଙ୍କର ଦ୍ୱାଦଶ ଯାତ୍ରା ସମ୍ପର୍କରେ ବର୍ଣ୍ଣନା କର, ଯାହା ଓଡ଼ିଆ ଅନର୍ସରେ ଅଛି, DSC ପେପର୍ 1ରେ ଅଛି। ଆଉ ଜଗନ୍ନାଥଙ୍କର ଦ୍ୱାଦଶ ଯାତ୍ରା 12ଟି ଯାକ ଯାତ୍ରାର ନାଁ କ'ଣ ଓ ସେଇଦିନ କ'ଣ କ'ଣ ହୁଏ, ତାହା ପାଳନ କରାଯାଏ, ତାହା ସଂକ୍ଷିପ୍ତ ଆକାରରେ ମୁଁ କହିବି। ତ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ପ୍ରଥମେ ହେଉଛି ସ୍ଥାନଯାତ୍ରା ଜ୍ୟେଷ୍ଠ ମାସ ପୂର୍ଣ୍ଣିମାରେ ଅନୁଷ୍ଠିତ ହୋଇଥାଏ। ଦ୍ୱିତୀୟରେ ଗୁଣ୍ଡିଚା ଯାତ୍ରା ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଅନୁଷ୍ଠିତ ହୋଇଥାଏ। ତୃତୀୟରେ ଶୟନ ଯାତ୍ରା ଆଷାଢ଼ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଅନୁଷ୍ଠିତ ହୋଇଥାଏ। ଚତୁର୍ଥରେ ଦକ୍ଷିଣାୟନ ଯାତ୍ରା, ଯାହା କର୍କଟ ସଂକ୍ରାନ୍ତି ଦିନ ଏହି ଯାତ୍ରା ହୋଇଥାଏ। ପଞ୍ଚମରେ ପାର୍ଶ୍ୱ ପରିବର୍ତ୍ତନ ଭାଦ୍ରବ ମାସ ଶୁକ୍ଳ ଏକାଦଶୀ ତିଥିରେ ଅନୁଷ୍ଠିତ ହୋଇଥାଏ। ଷଷ୍ଠରେ ହେଉଛି ଦୋଳଯାତ୍ରା, ଯାହା ଫାଲ୍ଗୁନ ମାସର ଶୁକ୍ଳପକ୍ଷ ଦଶମୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଳନ ହୋଇଥାଏ। ସପ୍ତମ ହେଉଛି ଚନ୍ଦନ ଯାତ୍ରା, ବୈଶାଖ ମାସ ଠାରୁ ଆରମ୍ଭ ଶୁକ୍ଳପକ୍ଷ ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ହୋଇଥାଏ। ଅଷ୍ଟମ ଦମନକ ଯାତ୍ରା ଚୈତ୍ର ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ଅନୁଷ୍ଠିତ ହୋଇଥାଏ। ନବମରେ କୃଷ୍ଣାଭିଷେକ ଯାତ୍ରା, ଯାହା ପୌଷ ମାସର ଶୁକ୍ଳ ପୂର୍ଣ୍ଣିମା ତିଥିରେ ଜଗନ୍ନାଥଙ୍କର ପୌଷାଭିଷେକ ପର୍ବ ହୋଇଥାଏ। ଦଶମରେ ଉତ୍ତରାୟଣ ଯାତ୍ରା, ଯାହା ମକର ସଂକ୍ରାନ୍ତି ଦିନ ହୋଇଥାଏ। ଏହି ସମୟରେ ସୂର୍ଯ୍ୟ ଉତ୍ତର ଦିଗକୁ ଗତି କରିଥାନ୍ତି। ଏହାକୁ ମକର ଉତ୍ସବ ପର୍ବ କୁହାଯାଏ। 11ରେ ହେଉଛି ପ୍ରାବରଣ ଷଷ୍ଠୀ, ଯାହା ମାର୍ଗଶିର ମାସ ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ଅନୁଷ୍ଠିତ ହୋଇଥାଏ। 12ରେ ହେଉଛି ଉତ୍ଥାବନ ଯାତ୍ରା, ଯାହା କାର୍ତ୍ତିକ ମାସ ଶୁକ୍ଳ ଏକାଦଶୀ ଦିନ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି 12ଟି ହେଉଛି ଜଗନ୍ନାଥଙ୍କର ଦ୍ୱାଦଶ ଯାତ୍ରା ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ଜୟ ଜଗନ୍ନାଥ।